ସାଙ୍ଗମାନେ ଆଜି ଅନୁରାଧା ସିରିଏଲ୍ ଦେଖନ୍ତୁ। ଅନୁ ଗେଲୁ ରୁମ୍ରେ ଥିବା ବେଳେ ରାଜ ତାଙ୍କ ପାଖକୁ ଆସେ ଆଉ ରାଜ କୁହେ, ଏବେ ତୁମକୁ କେମିତି ଲାଗୁଛି ଅନୁ? ଅନୁ କୁହେ, ଠିକ୍ ଅଛି। ରାଜ କୁହେ, ତୁମକୁ ଗୋଟେ କଥା ପଚାରିବି? ଅନୁ କୁହେ, ହଁ ପଚାରୁନାହାନ୍ତି। ରାଜ କୁହେ, ପୁଲିସ ସାମ୍ନାରେ ତୁମେ ମିଛ କ'ଣ ପାଇଁ କହିଲ? ସତରେ କ'ଣ ତୁମେ କିଛି ଦେଖିନ? ତାପରେ ଅନୁ ଚୁପ୍ ରୁହେ, କିଛି କୁହେ ନାହିଁ। ରାଜ କୁହେ, ତୁମର କାହା ଉପରେ ସନ୍ଦେହ ହେଉଛି କି? ଅନୁ, କିଛି ମୁଁ ପଚାରୁଛି ତୁମକୁ, କୁହ। ସତରେ କ'ଣ ତୁମର କିଛି ମନେ ନାହିଁ, ନା ତୁମେ ମୋ ସାମ୍ନାରେ କିଛି ଲୁଚାଇବା ପାଇଁ ଚେଷ୍ଟା କରୁଛ? ଅନୁ କି ନାହିଁ, ମୁଁ ସେତେବେଳେ ଯାହା ଅନୁଭବ କରିଥିଲି ସେଇଆ ହିଁ କହିଲି। ଷ୍ଟୋର୍ରୁମ୍ର ଡୋର୍ ବନ୍ଦ ହେଲା ବେଳେ ମୁଁ କାହାକୁ ଦେଖିନଥିଲି ତ କେମିତି କହିଥାନ୍ତି? ରାଜ କୁହେ, ହେଲେ ମୋର ଜଣଙ୍କ ଉପରେ ସନ୍ଦେହ ହେଉଛି। ଅନୁ ମନେ ମନେ କୁହେ, ରାଜବାବୁ ଯଦି ଏସବୁ କଥାକୁ ଧରି ବସିବେ ତାହେଲେ ପୁଣି ଅଶାନ୍ତିରେ ସୃଷ୍ଟି ହେବ ଘରେ। ରାଜ କୁହେ, ଅନୁ କୁହେ, ରାଜବାବୁ ପ୍ଲିଜ୍ ଆପଣ ଆଉ ଏ ବିଷୟରେ ଚିନ୍ତା କରନ୍ତୁନି। ଆଉ ଏମିତିରେ ବି ମୋ ଦେହ ପୁରାପୁରି ଠିକ୍ ଅଛି ନା? ରାଜ ମନେ ମନେ କୁହେ, କେମିତି ଚିନ୍ତା କରିବିନି ଅନୁ? ଆଜି ଯିଏ କ୍ଷତି କରିବା ପାଇଁ ଚେଷ୍ଟା କରିଛି କାଲି ସେ ପୁଣି କ୍ଷତି କରିବନି ବୋଲି କ'ଣ ମାନେ ଅଛି? ରାଜ ରୁମ୍ରୁ ଚାଲିଯାଉଥିବା ସମୟରେ ପୁଣି ଅଟକିକି ଅନୁକୁ ପଚାରନ୍ତି, ଆଚ୍ଛା ଅନୁ, ମୋନା କ'ଣ ସତରେ ତୁମକୁ ଦେଖା କରିବାକୁ ହସ୍ପିଟାଲ ଯାଇଥିଲେ? ଅନୁ ହଁ ମାରେ। ରାଜ କୁହେ, ନାଇଁ ମାନେ ତୁମକୁ କ'ଣ ଲାଗୁଛି ମୋନା ତୁମକୁ ହସ୍ପିଟାଲକୁ ଦେଖା କରିବାଟା ଗୋଟେ ସ୍ୱାଭାବିକ କଥା? ତାପରେ ଅନୁ ମନେ ମନେ ଭାବେ, ତା ମାନେ ମୁଁ ଯାହା ଭାବୁଛି ରାଜବାବୁ କ'ଣ ସେୟା ଭାବୁଛନ୍ତି? ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।